ଶିକ୍ଷକ ସମାଜ ଆଶା ରଖିଥିଲେ ଗୁରୁ ଦିବସ ପାଇଁ ସରକାର ଦେବେ କିଛି ଗୁରୁଙ୍କୁ ଭେଟି, କିନ୍ତୁ ଗଲାକାଲି ଯେଉଁ ଟିଇଟିକୁ ନେଇ ନ୍ୟୁଜ୍ ରହିଛି, ଇଏ ରହିଛି ଏକ ଦୁଃଖର ଭେଟି ଶିକ୍ଷକ ସମାଜଙ୍କ ପାଇଁ। ଜୟ ଜଗନ୍ନାଥ। ଅଭିପ୍ତାସ ୟୁନିକ୍ ୱାର୍ଲ୍ଡକୁ ସ୍ୱାଗତ। ଆପଣମାନେ ଦେଖିବେ ଏକ ନୂଆ ଅପଡେଟ୍, ଯାହାକି ଶିକ୍ଷକ ସମାଜ ପାଇଁ ଏକ ଶକ୍ତ ଧକ୍କା ହୋଇଛି ଟିଇଟିକୁ ନେଇ ବା ଓଟିଇଟିକୁ ନେଇ। ଇଏ ରହିଛି ଦେଖୁଛନ୍ତି, ଆମେ ନିର୍ଦ୍ଦେଶ ଦେଇଛୁ ଯେ 2025ର ସିଭିଲ୍ ଅପିଲ୍, ଏଠି ଅପିଲ୍ ନମ୍ବର ଗୁଡ଼ିକ ଦେଇଛି, ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ରଖାଯିବ। ଆମେ ମଧ୍ୟ କହିଛୁ ଯେ ସିଭିଲ୍ ଅପିଲ୍ର ନମ୍ବର ଦେଖନ୍ତୁ 6365ରୁ 6367ର ଆଉ ଏକ ସେଟ୍ ଅଛି, ଯାହାକୁ ଆମେ ସୂଚିତ କରିବାର କାରଣ ପାଇଁ ସମାନ ଭାବରେ ରଖାଯିବା ଉଚିତ। ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ଟିଇଟିର ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଯୁଜ୍ୟତା ଉପରେ ଆଦେଶର ଦ୍ୱିତୀୟ ଦିଗ ବିଷୟରେ କ'ଣ ରହିଛି ତାହା ଆମେ ଦେଖିବା। ଦେଖନ୍ତୁ, ଏଠି ଦେଇଛି, ଆମେ ସ୍ପଷ୍ଟ ଭାବରେ କହିଛୁ ଯେ ନିଯୁକ୍ତି ପାଇଁ ଆକାଂକ୍ଷୀ, ତା ଅର୍ଥ ଯେଉଁମାନେ ଟିଚର ପାଇଁ ଆସୁଛନ୍ତି ସେମାନେ, ଏବଂ ପଦୋନ୍ନତି ଯେଉଁମାନଙ୍କର କରିବାର ଅଛି ଆଗକୁ, ଟିଇଟି ପାଇଁ ଯୋଗ୍ୟ ହେବା ଆବଶ୍ୟକ। ତେଣୁ ଯେଉଁମାନେ ନୂଆରେ ଚାକିରିକୁ ଆସୁଛନ୍ତି ସେମାନେ ତ ଅଲରେଡ଼ି ଏବେ ଦେଇକି ଆସୁଛନ୍ତି, କିନ୍ତୁ ଏଠି ଦେଇଛି ପଦୋନ୍ନତି ପାଇଁ ନିଯୁକ୍ତି ପାଇଁ ଆକାଂକ୍ଷୀ ଥିବା ଶିକ୍ଷକମାନେ ମଧ୍ୟ ଟିଇଟି ପାଇଁ ଯୋଗ୍ୟ ହେବା ଆବଶ୍ୟକ। ନଚେତ୍ ସେମାନଙ୍କର ପ୍ରାର୍ଥୀତ୍ୱର ବିଚାର କରିବାର କୌଣସି ଅଧିକାର ନାହିଁ। ପୁରା କାଟି ଦେଇଛନ୍ତି ଏଠି, କୌଣସି ବି ଅଧିକାର ନାହିଁ କହିକି। କିନ୍ତୁ ସେହି ସମୟରେ ଆମେ ଭୂମିଗତ ବାସ୍ତବତା ଓ ବ୍ୟବହାରିକ ଚ୍ୟାଲେଞ୍ଜ ଗୁଡ଼ିକୁ ଧ୍ୟାନରେ ରଖିଛୁ। ଏଇଟାରେ ଆମେ ଧାରା 142 ଅନୁଯାୟୀ ନିର୍ଦ୍ଦେଶ ଜାରି କରିଛୁ। ସେବାରେ ଥିବା ଶିକ୍ଷକ ଅଛନ୍ତି ଯେଉଁମାନେ ଶିକ୍ଷା ଅଧିକାର ଆଇନ ଆସିବା ପୂର୍ବରୁ ନିଯୁକ୍ତି ପାଇଥିଲେ। ଆର୍ଟି ଆସିବା ଆଗରୁ ଯେଉଁମାନେ ନିଯୁକ୍ତି ପାଇଛନ୍ତି, ଆର୍ଟି ଆମର ଆସିଲା 2009 ମସିହାରେ, ଯାହାକି ଆମର କାର୍ଯ୍ୟକାରୀ ହେଲା 2010 ଏପ୍ରିଲ 1 ତାରିଖରୁ ଆର୍ଟି ଯେଉଁ କାର୍ଯ୍ୟକାରୀ ହେଲା, ତାହା ପୂର୍ବରୁ ଏବଂ ଯେଉଁମାନେ 2 କିମ୍ବା 3 ଦଶନ୍ଧିରୁ ଅଧିକ, ଯେଉଁମାନେ 2 କିମ୍ବା 3 ଦଶନ୍ଧିରୁ ଅଧିକ ସମୟ ସେବା କରିଥିବେ, ଦଶନ୍ଧି ମାନେ 10 ବର୍ଷ, 2 ଦଶନ୍ଧି ମାନେ 20 ବର୍ଷ ଏବଂ 3 ଦଶନ୍ଧି ମାନେ 30 ବର୍ଷ କାର୍ଯ୍ୟ କରିଥିବେ, ସେମାନେ କୌଣସି ଗୁରୁତର ଅଭିଯୋଗ ବିନା ସେମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ସର୍ବୋତ୍ତମ ଦକ୍ଷତା ଅନୁସାରେ, ସର୍ବୋତ୍ତମ ଦକ୍ଷତା ମାନେ କ'ଣ, ଯେହେତୁ ସେମାନଙ୍କର ଏକ୍ସପିରିଏନ୍ସ 20-30 ବର୍ଷର ହୋଇଗଲାଣି, ତେଣୁ ସେମାନଙ୍କର ଯେଉଁ ଅଭିଜ୍ଞତା ବା ଦକ୍ଷତା ରହିଛି, ସେହି ଦକ୍ଷତା ଅନୁସାରେ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। 10-20 ବର୍ଷ ହେଲା ସେମାନେ ଶିକ୍ଷାଦାନ କରି ଆସୁଛନ୍ତି। ଏହା ନୁହେଁ ଯେ ଟିଇଟି ଯୋଗ୍ୟ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଇଥିବା ଛାତ୍ରଛାତ୍ରୀମାନେ ଜୀବନରେ କିଛି କରିନାହାନ୍ତି। ତା ଅର୍ଥ ଏଇ ଗୋଟେ ୱାର୍ଡ଼ କହିକି ଯେମିତିକି ସିଏ ଟିଚର ସମାଜଙ୍କ ପାଇଁ ଗୋଟେ ଦୟା କରିଛନ୍ତି। ଦେଖନ୍ତୁ, ଟିଇଟି ଯୋଗ୍ୟ ଶିକ୍ଷକମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଛାତ୍ରଛାତ୍ରୀମାନେ ଜୀବନରେ କିଛି କରୁନାହାନ୍ତି। ତା ଅର୍ଥ ଯେଉଁ 2 ଦଶନ୍ଧି 3 ଦଶନ୍ଧିରେ ଆଗରୁ ରହିଥିବା ଟିଚରମାନେ ହୁଅନ୍ତୁ କିମ୍ବା ଆର୍ଟି ଆଗରୁ ଯେଉଁ ଟିଚରମାନେ ରହନ୍ତୁ, ଏଠି ସତ୍ୟତା କୁହାଯାଇଛି କ'ଣ ନା, ସେମାନଙ୍କ ଯେଉଁ ଶିକ୍ଷାଦାନ ପଦ୍ଧତିରେ ପିଲାମାନେ ଜୀବନରେ ଉନ୍ନତି କରିଛନ୍ତି। ତଥାପି ଦେଖନ୍ତୁ, ଟିଇଟି ଯୋଗ୍ୟତା ନଥିବା କାରଣରୁ ଏପରି ଶିକ୍ଷକମାନଙ୍କୁ ଚାକିରିରୁ ବହିଷ୍କାର କରିବା ଟିକେ କଠୋର ମନେ ହେବ। ଯଦିଓ ଆମେ ସ୍ଥିର ଆଇନଗତ ସ୍ଥିତି ସହିତ ଜଡ଼ିତ ଯେ ଏକ ଆଇନର କାର୍ଯ୍ୟକୁ କେବେ ବି ମନ୍ଦ ଭାବରେ ଦେଖାଯାଇପାରିବ ନାହିଁ, ଏହି ଅସୁବିଧାକୁ ମନେ ରଖି ଧାରା 142 ପ୍ରବର୍ତ୍ତନ କରିଛୁ ଏବଂ ନିର୍ଦ୍ଦେଶ ଦେଇଛୁ ଯେ ଯେଉଁ ଶିକ୍ଷକମାନଙ୍କର 5 ବର୍ଷରୁ କମ୍ ସେବା ବାକି ଥିବ, ରିଟାୟାର୍ଡ଼ ହେବାକୁ 5 ବର୍ଷ ବା 5 ବର୍ଷରୁ କମ୍ ଥିବ, ସେମାନେ ଟିଇଟି ଯୋଗ୍ୟତା ବିନା ଅବସର ପର୍ଯ୍ୟନ୍ତ ସେବା ଜାରି ରଖିପାରିବେ। ତା ଅର୍ଥ ଆପଣମାନେ ଭଲ ଭାବରେ ବୁଝିପାରିଲେ। ସିଏ କ୍ଲିଅରଲି କହିଦେଇଛନ୍ତି, ରିଟାୟାର୍ଡ଼ ହେବାକୁ 5 ବର୍ଷ ଥିବ ବା 5 ବର୍ଷରୁ କମ୍ ଥିଲେ ସେମାନେ ଟିଇଟି ଦେବା ଆବଶ୍ୟକତା ନାହିଁ। କିନ୍ତୁ
ତାଠାରୁ ଯେଉଁମାନଙ୍କର ଅଧିକ କାର୍ଯ୍ୟକାଳ ରହିଛି ସେମାନେ ଦେବାକୁ ବାଧ୍ୟ। ଆମେ ସ୍ପଷ୍ଟ କରୁଛୁ ଯେ ଏହିପରି କୌଣସି ଶିକ୍ଷକ ଯାହାଙ୍କର 5 ବର୍ଷରୁ କମ୍ ସେବା ବାକି ଅଛି ତେବେ ତାଙ୍କୁ ଟିଇଟି ଯୋଗ୍ୟତା ନଥାଇ ଯୋଗ୍ୟ ବିବେଚିତ କରାଯିବ ନାହିଁ। ଶିକ୍ଷା ଅଧିକାର ଆଇନ ପ୍ରଣୟନ ପୂର୍ବରୁ ନିଯୁକ୍ତି ପାଇଥିବା ଓ ଅବସର ନେବା ପାଇଁ 5 ବର୍ଷ ବୟସରୁ ଅଧିକ ସମୟ ଥିବା ଶିକ୍ଷକମାନଙ୍କ କ୍ଷେତ୍ରରେ ଯେଉଁମାନଙ୍କର ଚାକିରି କାର୍ଯ୍ୟକାଳ 5 ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଚାକିରି ଜାରି ରଖିବା ପାଇଁ ଏଠି ଦେଖନ୍ତୁ ଟାଇମ୍ ଲାଇନ୍ ବି ଦେଇଦେଲେ 2 ବର୍ଷ ମଧ୍ୟରେ ଟିଇଟି ଯୋଗ୍ୟତା ଅର୍ଜନ କରିବାକୁ ବାଧ୍ୟ। ତା ଅର୍ଥ ମାତ୍ର 2 ବର୍ଷ ରହିଲା ହାତରେ, ଏହି 2 ବର୍ଷ ଭିତରେ ଟିଇଟି ଯୋଗ୍ୟତା ଅର୍ଜନ କରିବାକୁ ବାଧ୍ୟ। ଯଦି କୌଣସି ଶିକ୍ଷକ ଆମେ ଅନୁମତି ଦେଇଥିବା ସମୟ ମଧ୍ୟରେ ଯୋଗ୍ୟତା ହାସଲ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ। ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ଅବସର ଦିଆଯାଇପାରେ। ସେମାନେ ଯେକୌଣସି ଟର୍ମିନାଲ ସୁବିଧା ପାଇବାକୁ ହକଦାର ହୁଅନ୍ତି। ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ଆଉ ଟର୍ମିନାଲ ମଧ୍ୟ କରିବାର ବ୍ୟବସ୍ଥା ପୁରା ସରକାର ଆଗକୁ କରିଦେବେ ଯାହା ଜଣାପଡ଼ୁଛି। ଯଦି ଶିକ୍ଷକ ସମାଜ ବେଳ ଥାଉ ଥାଉ ଏକାଠି ନ ହୁଏ ଏବଂ ଏଥିପାଇଁ କିଛି ଉପାୟ ନ ବାହାର କରେ ତାହେଲେ ଆଗକୁ ବହୁତ ବଡ଼ ପ୍ରୋବ୍ଲେମ୍ ହୋଇଯିବ। ଆମେ ଏହା ସହିତ ଯୋଡ଼ୁଛୁ ଯେ ଟର୍ମିନାଲ ସୁବିଧା ପାଇବା ପାଇଁ ଏପରି ଶିକ୍ଷକମାନେ ନିୟମ ଅନୁଯାୟୀ ଯୋଗ୍ୟତା ଅବଧି ପୂରଣ କରିଥିବେ। ଯଦି କୌଣସି ଶିକ୍ଷକ ଟିଇଟି ଯୋଗ୍ୟତା ସେବାରେ ଯୋଗ ଦେଇନାହାନ୍ତି ଏବଂ କିଛି ତ୍ରୁଟି ଅଛି, ଯଦି ଟିଇଟି ଦେଇନାହାନ୍ତି ବା କୌଣସି ପ୍ରକାର ଭୁଲ ଭଟକା ରହିଛି ତେବେ ତାଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯିବା ପରେ ସରକାରଙ୍କ ଉପଯୁକ୍ତ ବିଭାଗ ଦ୍ୱାରା ମାମଲାର ବିଚାର କରାଯିବ। ବିବାଦିତ ରାୟ ଏବଂ ଆଦେଶର ବଳବତ୍ତର ପରିବର୍ତ୍ତନ ସହିତ ଉପରୋକ୍ତ ସର୍ତ୍ତାବଳୀରେ ଅନେକ ଆବେଦନର ସମାଧାନ କରାଯାଇଛି। ଏଗୁଡ଼ିକ ହେଉଛି ସିଭିଲ ଅପିଲ ନମ୍ବର ଗୁଡ଼ିକ ଏଠି ଦେଇଛି। ତେଣୁ ସାଙ୍ଗମାନେ ଇଏ ରହିଛି ଗୋଟିଏ ଶିକ୍ଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦୁଃଖ ଘଟଣା, ଯାହାକି ସମସ୍ତ ଶିକ୍ଷକମାନଙ୍କର ରାତିର ନିଦ ହଜାଇ ଦେଇଛି କହିଲେ ଚଳେ। ଇଏ ଆପଣମାନେ ଦେଖୁଛନ୍ତି ଟିଇଟି ବା ଓଟିଇଟି ଉପରେ ସୁପ୍ରିମକୋର୍ଟର ବଡ଼ ରାୟ। ବିନା ଓଟିଇଟି ବା ଟିଇଟିରେ ଶିକ୍ଷକ ପ୍ରମୋସନ ପାଇପାରିବେ ନାହିଁ। ଯେଉଁମାନେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ସେମାନେ ପ୍ରମୋସନ ପାଇଁ 2 ବର୍ଷ ମଧ୍ୟରେ ଓଟିଇଟି ପାସ୍ କରିବା ବାଧ୍ୟତାମୂଳକ, ନଚେତ୍ ତାଙ୍କର ଚାକିରିକୁ ରଦ୍ଦ କରାଯିବ। 2 ପଏଣ୍ଟ ରହିଛି। ଯେଉଁ ଶିକ୍ଷକମାନଙ୍କର 5 ବର୍ଷରୁ କମ୍ ସମୟ ଚାକିରି ରହିଛି ସେମାନଙ୍କର ପ୍ରମୋସନ ପାଇଁ ଓଟିଇଟି ବା ଟିଇଟିକୁ ଛାଡ଼ କରିଛନ୍ତି ସୁପ୍ରିମକୋର୍ଟ। ଭାରତର ସୁପ୍ରିମକୋର୍ଟ ଶିକ୍ଷକ ଯୋଗ୍ୟତା ଟିଇଟି ପରୀକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ। ମୁଖ୍ୟ ବିନ୍ଦୁ ରହିଛି ଦେଖନ୍ତୁ, ବାଧ୍ୟତାମୂଳକ ଆବଶ୍ୟକତା କ'ଣ ନା ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଶିକ୍ଷକମାନଙ୍କ ପାଇଁ ଚାକିରି ଜାରି ରଖିବା କିମ୍ବା ପଦୋନ୍ନତି ପାଇବା ପାଇଁ ଟିଇଟି ବାଧ୍ୟତାମୂଳକ ରହିଛି। ପ୍ରୟୋଗତା କ'ଣ ଅଛି? ଯେଉଁ ଶିକ୍ଷକମାନଙ୍କର ଅବସର ପୂର୍ବରୁ 5 ବର୍ଷର ଅଧିକ ସମୟ ବାକି ଅଛି ସେମାନଙ୍କୁ ଚାକିରି ଜାରି ରଖିବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବାକୁ ପଡ଼ିବ। 5 ବର୍ଷରୁ କମ୍ ଚାକିରି କରିଥିବା ଶିକ୍ଷକମାନଙ୍କୁ ଛାଡ଼ି ଦିଆଯାଇଛି। ଯଦି ଟିଇଟି ଯୋଗ୍ୟତା ଆପଣ ହାସଲ କରିପାରୁନାହାନ୍ତି ତାହେଲେ ଟର୍ମିନାଲ ଦେବାର ସୁବିଧା, ଇସ୍ତଫା କିମ୍ବା ବାଧ୍ୟତାମୂଳକ ଅବସର ଗ୍ରହଣ କରିପାରିବେ। ସଂଖ୍ୟାଲଘୁ ଅନୁଷ୍ଠାନ କ'ଣ ଦେଖନ୍ତୁ ନା ରାଜ୍ୟ ସଂଖ୍ୟାଲଘୁ ଅନୁଷ୍ଠାନ ପାଇଁ ଟିଇଟି ବାଧ୍ୟତାମୂଳକ କରିପାରିବ କି ନାହିଁ ଏହି ପ୍ରଶ୍ନକୁ କୋର୍ଟ ଅଧିକ ନିଷ୍ପତ୍ତି ପାଇଁ ବୃହତ ବେଞ୍ଚକୁ ପଠାଇଛନ୍ତି। ଶିକ୍ଷକମାନଙ୍କର ଆବଶ୍ୟକୀୟ ଯୋଗ୍ୟତା ନିଶ୍ଚୟ କରି ଶିକ୍ଷାରେ ଥିବା ଗୁଣାତ୍ମକ ମାନ ବଜାୟ ରଖିବା ଏହି ରାୟର ଲକ୍ଷ୍ୟ। ଏହି ରାୟର ବର୍ତ୍ତମାନର ଶିକ୍ଷକ ଏବଂ ପଦୋନ୍ନତି ଚାହୁଁଥିବା ଶିକ୍ଷକମାନଙ୍କ ପାଇଁ ପ୍ରଭାବ ରହିଛି। ତେଣୁ ଇଏ ଆପଣମାନେ ଦେଖିପାରିଲେ ଓଟିଇଟିକୁ ନେଇକି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଖବର, ଯାହାକି ଶିକ୍ଷକ ସମାଜକୁ ଦୋହଲାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କ ପାଇଁ ସାହାଯ୍ୟରେ ଆସିବ। ଯଦି ସାହାଯ୍ୟରେ ଆସିଛି ବୋଲି ଭାବୁଛନ୍ତି ଦୟାକରି ଭିଡ଼ିଓକୁ ଲାଇକ୍ କରିବେ, ଶିକ୍ଷକ ବନ୍ଧୁମାନଙ୍କୁ ସେୟାର କରିବେ, ମତାମତ କମେଣ୍ଟ ମାଧ୍ୟମରେ ଦେବେ ଏବଂ ଯେଉଁ ବନ୍ଧୁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଅନୁରୋଧ ଚ୍ୟାନେଲକୁ ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବେ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।